ଆଜ୍ଞା ନମସ୍କାର ମୁଁ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଜୟଘୋଷ କଲ୍ କରିଥିଲି ଶାନ୍ତିଲତା ଖଣ୍ଡୱାଲ କିଏ ଅଛନ୍ତି ଆପଣଙ୍କ ହଁ ପରିବାରରେ? ହଁ ମୋ ମା କୁହନ୍ତୁ। ଆଜ୍ଞା ସୂଚନା ପାଇଁ ଗୋଟେ କଲ୍ ଟି କରାଯାଇଥିଲା ଆଜ୍ଞା ଗୋଟେ ମିନିଟ୍ ଲାଗିବ। ଆଜ୍ଞା ଆପଣମାନଙ୍କ ଆଶୀର୍ବାଦ ଏବଂ ମୋଦିଜୀଙ୍କ ନେତୃତ୍ୱରେ ବିଜେପି ଦେଶ ସେବାରେ ନିୟୋଜିତ ଅଛନ୍ତି ଆଜ୍ଞା। ତେଣୁ ଆଜ୍ଞା 2047 ସୁଦ୍ଧା ମୋଦିଜୀଙ୍କ ବିକଶିତ ଭାରତର ସଂକଳ୍ପ ପୂରଣ କରିବା ପାଇଁ ଆପଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ତେଣୁ ଆପଣଙ୍କୁ ଅନୁରୋଧ କରାଗଲା କି 1 ଜୁନ୍ ନିର୍ବାଚନ ଦିନ ପଦ୍ମ ଫୁଲରେ ମତ ପ୍ରକାଶ କରନ୍ତୁ ଏବଂ ଏକ ବିକଶିତ ଭାରତର ମୋଦିଜୀଙ୍କ ସ୍ୱପ୍ନକୁ ପୂରଣ କରିବାରେ ସହଯୋଗ କରନ୍ତୁ ନାଇଁ ଆଜ୍ଞା। ନାଇଁ ଶାନ୍ତିଲତା ଖଣ୍ଡୁଆଳ କଣ ମାନେ କଣ ପାଇଁ ପଚାରିଲେ? ଶାନ୍ତିଲତା ଖଣ୍ଡୱାଳ ହଉଛି ଏଇଟା ହଉଛି ଯଦି ଆପଣ ଯଦି ପ୍ରଧାନମନ୍ତ୍ରୀଙ୍କର କୌଣସି ଯୋଜନାରେ ଯଦି ଉପକୃତ ହେଇଥିବେ ମାନେ ଭାବି ନିଅନ୍ତୁ ଆବାସ ଯୋଜନା ଅଛି କିଷାନ ଯୋଜନା ଅଛି ନା ଆଇଦର ଯାହା ବାଦ ବାକି କିଛି ପ୍ରଧାନମନ୍ତ୍ରୀଙ୍କର କୌଣସି ଯୋଜନାରେ ଆମ ପରିବାର ଉପକୃତ ହେଇନାହାନ୍ତି। ହେଇନାହାନ୍ତି ନା ଆଜ୍ଞା ତ ସେଇଠୁ ହିଁ ଆପଣଙ୍କ ନମ୍ବର ଗୁଡା ଆସିଛି ଯୋଉ ହଁ ଯୋଜନାରେ ଆପଣ ହଁ ମୁଁ ସେ ଆପ୍ଲାଏ ଶାନ୍ତିଲତା ହଁ ଖଣ୍ଡୁଆଳଙ୍କର ଯୋଉ ମୋ ମା ସେ ଶାନ୍ତିଲତା ଖଣ୍ଡୁଆଳଙ୍କର ହଁ ଯେତେବେଳେ କାଳିଆ ଆପ୍ଲାଏ କରିଥିଲେ ସେଇଥିରୁ ପିଏମ କିଷାନ ଯାଇଥିବ ତାଙ୍କ ଆଧାର ହୁଁ ଯୋଉ ଲିଙ୍କରେ ମୋ ନମ୍ବର ଦିଆଯାଇଛି ସେଇଠୁ ପାଇଥିବେ ଆଜ୍ଞା କିନ୍ତୁ ଆମେ ହୁଁ କୌଣସି ଉପକୃତ ହେଇନାହୁଁ। କୌଣସି ଯୋଜନାରେ ଆପଣ ଉପକୃତ ନା ହେଇନାହାନ୍ତି। ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ କେମିତି ମୁଁ କଣ ଆପଣ ଆପଣଙ୍କର ଯୋଉ ଆପଣଙ୍କ ପା ଲିଷ୍ଟ ନାହିଁ ଆପଣଙ୍କ ପା ଲିଷ୍ଟ ନାହିଁ କି ଏଇ ଲୋକ ଏଇ ବେନିଫିଟ ପାଇଛି ବୋଲି? ନା ନା ସେମିତି କିଛି ଲିଷ୍ଟ ନାହିଁ ବଟ୍ ଆପଣଙ୍କର ଯୋଉ ଆଚ୍ଛା ଯଦି କଣ ଆପଣ କଣ ଆପ୍ଲାଏ କହିବାକୁ ଚାହୁଁଛନ୍ତି? ମୁଁ ଓନ୍ଲି ସୂଚନା ଦେବାକୁ କଲ୍ ହିଁ କରିଥିଲି ଆଜ୍ଞା ଆପଣଙ୍କୁ ହୁଁ, ଆଉ ହୁଁ। ନହେଲେ କିଛି ନୁହେଁ ଆଜ୍ଞା। ନା କଣ ଗୋଟେ ନିଶ୍ଚିତ କହିଲେ ଭାବେ ବିକଶିତ ଭାରତକୁ ଆଗକୁ ବଢିବା ପାଇଁ କଣ ସାଥ ଦିଅନ୍ତୁ 1 ହଁ ତାରିଖ 1 ଜୁନରେ କଣ ଭୋଟ ଦିଅନ୍ତୁ ଯୋଉ ମୋଦିଜୀଙ୍କର ଅଛିନି ଯୋଉ ବିକଶିତ ଭାରତ 2047 ସୁଦ୍ଧା ଯୋଉ ବିକଶିତ ଭାରତର ଯୋଉ ପ୍ରଣ ନେଇଛନ୍ତି ମୋଦି 15 ଲକ୍ଷ ସରକାର ଟଙ୍କା ଦେଲେନି ନା ଆଗେ ଯୋଉ କହିଲେ ମିଛ ପ୍ରହସନ କଲେ 15 ଲକ୍ଷ ଟଙ୍କା କାହା ଆକାଉଣ୍ଟକୁ ଦିଆଗଲା କିଏ ଦେଲେନି ନା ସେଟା ତ ଇଏ ଆଜ୍ଞା ହଁ କୁହନ୍ତୁ 15 ଲକ୍ଷ ଟଙ୍କା ପାଇଲେ ସାଧାରଣ ଲୋକ ପାଇଲେ 15 ଲକ୍ଷ ହଁ ଏଠି ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ କହୁଛନ୍ତି ଆମ ସରକାର ହେଲେ ଆମେ ମହିଳା ଆଜ୍ଞା ମାନଙ୍କୁ 1000 ଟଙ୍କା ଦେବୁ କିଏ ଆଗକୁ କେନ୍ଦ୍ର ତ ସରକାର ଅଛି ଆପଣଙ୍କର ଆପଣ ଆଜ୍ଞା ଦଉନାହାନ୍ତି 1000 ଟଙ୍କା ମହିଳା ଓଡିଶାରେ ମହିଳା ମାନଙ୍କୁ। ନିଶ୍ଚିତ ଭାବରେ ଆଜ୍ଞା ଆପଣ କହିପାରିବେ ଆପଣଙ୍କ କଲ୍ ଟି ରେକର୍ଡ ହେଇପାରୁଛି ନିଶ୍ଚିତ ଭାବରେ ଯାହାବି କିଛି ମତାମତ ଶୁଣନ୍ତୁ ଯୋଉଟା ଯିଏ କରିଛି ତାକୁ କହିବା ସେ ବିଜେପି ହଉ ବିଜେଡି ହୁଁ ହଉ କଂଗ୍ରେସ ହଉ ଯିଏ ବି ହଉ କିନ୍ତୁ ହୁଁ ଯଦି ଧର୍ମେନ୍ଦ୍ର ବାବୁ କହିପାରୁଛନ୍ତି ଆମେ ହୁଁ ଓଡିଶାରେ ସରକାର ଗଢିଲେ ଆମେ 1000 ଟଙ୍କା ହୁଁ ମହିଳା ମାନଙ୍କୁ ଦେବୁ ସେଣ୍ଟ୍ରାଲ ତ ଆଜ୍ଞା ସରକାର ଅଛି ସେମାନେ 1000 ଟଙ୍କା ଲେଖା ଓଡିଶା ଦଉନାହାନ୍ତି। ହୁଁ ହୁଁ ନିଶ୍ଚିତ ମୁଁ ସେଇଟା ହିଁ ଆଚ୍ଛା କହିଲି ଆପଣ କୁହନ୍ତୁ ପ୍ରଧାନମନ୍ତ୍ରୀ ଆବାସରେ ଆବାସ ଓଡିଶାକୁ ଯୋଉ ପ୍ରକାର ଅବହେଳା କରାଗଲା ଯେତିକି ଆଜ୍ଞା ଆବଶ୍ୟକ ଥିଲା ସେତିକି ଦିଆଗଲା ନାହିଁ ତାପରେ ଏଠି ରାଜ୍ୟ ସରକାର ହୁଁ ଖର୍ଚ୍ଚ କରୁଛନ୍ତି 40% କେନ୍ଦ୍ର ଦଉଛି 60%। ତା ଦେହରେ ବି ରାଜ୍ୟ ସରକାର ଏମ୍ପ୍ଲୟ ମାନଙ୍କ ହୁଁ ଦ୍ଵାରା ଯୋଉ ଏମ୍ପ୍ଲୟ ଦରମା କିଏ ଦଉଛି ରାଜ୍ୟ ସରକାର ଦଉଛନ୍ତି ବ୍ଲକ ରେ ଯେତିକି କାମ ଆଜ୍ଞା ହଉଛି ସିଏ ପଇସା ହୁଁ ମିଶେଇଲା 50-60% ହେଇଯିବ ରାଜ୍ୟ ସରକାରଙ୍କ କେନ୍ଦ୍ର ଦଉଛି କଣ? କେନ୍ଦ୍ର ଦଉଛି କଣ ଆପଣ କହୁଛନ୍ତି ବିକଶିତ ଭାରତ ଇଏ କରିବାକୁ 1 ଜୁନରେ ମାନେ ମୋଦିଙ୍କ ହାତ ମୁଠାକୁ ଟାଣ କରିବାକୁ ବିଜେପି କାର୍ଯ୍ୟାଳୟରୁ କହୁଛନ୍ତି। ଆଜ୍ଞା ଆଜ୍ଞା କାର୍ଯ୍ୟାଳୟରେ କଣ କହିଛନ୍ତି ଯଦି ସେତିକି କହିବାକୁ ପଡିନଥାନ୍ତା ଆପଣ ମାନଙ୍କୁ ଯଦି ସେତିକି ଇଏ ପାଇଥାନ୍ତୁ ଏବେ ମୋଦି ଗ୍ୟାରେଣ୍ଟି ବାହାରୁଛି ଆଗରୁ ଗ୍ୟାରେଣ୍ଟି 10 ବର୍ଷ ହେଲା ଗ୍ୟାରେଣ୍ଟି ନଥିଲା ଏବେ ଗ୍ୟାରେଣ୍ଟି ଦଉଛନ୍ତି ମୋଦି। ସେଟା ବି ଗୋଟେ ଭଲ ପଏଣ୍ଟ ଗୋଟେ ଆଁ କହିଲେ ଆପଣ ନିଶ୍ଚିତ ଭାବରେ ଏବେ ଗ୍ୟାରେଣ୍ଟି ଦଉଛନ୍ତି ଆଗରୁ 10 ବର୍ଷ ହେଲା କଣ କରୁଥିଲେ ଗ୍ୟାରେଣ୍ଟି ଦଉନଥିଲେ ଏବେ ଗ୍ୟାରେଣ୍ଟି ବାହାରିଲା ଯେବେ ଇଲେକ୍ସନ ଆସିଲା ଗ୍ୟାରେଣ୍ଟି ବାହାରିଲା କିନ୍ତୁ ରାଜ୍ୟ ନିଶ୍ଚିତ ସରକାର ଭାବରେ ଯାହା ଆଜ୍ଞା କହିଛନ୍ତି କରିକି ଦେଖେଇଛନ୍ତି ଯାହା କହିଛନ୍ତି କରିକି ଦେଖେଇଛନ୍ତି। ନିଶ୍ଚିତ ଭାବରେ ଆଜ୍ଞା ଆପଣଙ୍କର ବି ପଏଣ୍ଟ ଅଫ ଭ୍ୟୁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଛି ଯାହା ବି କହିଲେ ଠିକ କହିଲେ ଏଇ ଆଉ ନିଶ୍ଚିତ ଯୋଉ ଭାବରେ ଆପଣ ଆଉ ଗୋଟେ କଥା କୁହନ୍ତୁ କହିବି ଆମେ ଯୋଉ ଭତ୍ତା ଯୋଉ ଭତ୍ତା ଯୋଜନାରେ 500 ଟଙ୍କା ଲେଖା ହଁ ପାଉଥିଲେ କେନ୍ଦ୍ର ମଧ୍ୟ ଯୋଉଟା ସେଣ୍ଟ୍ରାଲ ସ୍କିମ୍ ସିଏ ବି 500 ଟଙ୍କା ମଧ୍ୟ ଦଉଥିଲା ଦଉଥିଲେ ଯେତେବେଳେ ରାଜ୍ୟ ସରକାର ବଢେଇଲେ କେନ୍ଦ୍ର କାହିଁକି ତାଙ୍କୁ ବଢେଇଲାନି ପୁଣି ରାଜ୍ୟ ସରକାର ବାଧ୍ୟ ହେଇକି ପୁଣି ତାକୁ 500 ଟଙ୍କା ରାଜକୋଷରୁ ଦେଲେ କେନ୍ଦ୍ର କାହିଁ ଆଉ 500 ଟଙ୍କା ବଢେଇଲାନି? ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ ଆଜ୍ଞା ଆପଣଙ୍କର ପଏଣ୍ଟ ଅଫ ଭ୍ୟୁ ସବୁ ରେକର୍ଡ ହଉଛି ଯୋଉଟା କି ଆମର ଉପର ଲେଭେଲରେ ସେ ବି ନିଶ୍ଚିତ ଶୁଣିବେ ଆଜ୍ଞା ନିଶ୍ଚିତ ଭାବରେ ଶୁଣନ୍ତୁ ହଁ ବାସ୍ତବ କଥାକୁ କହିବାକୁ ଆମେ ହଉଛୁ ହୁଁ ସାଧାରଣ ଗୋଟେ ଭୋଟର ଆମେ ଭୋଟର ଆମ ହୁଁ ମନର କଥା ଆମେ ହଁ ଖୋଲିକି କହିପାରିବୁ। ମୁଁ କହୁଛି ଆଜ୍ଞା ଆପଣ ହଁ କୁହନ୍ତୁ ନିଶ୍ଚିତ ଭାବରେ କୁହନ୍ତୁ ହୁଁ ଆଉ ନିଶ୍ଚିତ ଭାବରେ ଆମର ଉପର ଲେଭେଲର ଲୋକମାନେ ଶୁଣନ୍ତୁ ତେଣୁକରି ଯାହା ଫଳରେ କି ତେଣୁକରି ରାଜ୍ୟ ସରକାର ଯାହା ବିକାଶ କରିଛନ୍ତି ଓଡିଶାରେ ନିଶ୍ଚିତ ଭାବେ ହୁଁ ତାଙ୍କ ହାତ ମୁଠା ଟାଣ ହବ କିନ୍ତୁ ମୋଦିଜୀଙ୍କ ହାତ ମୁଠା କେବେ ଟାଣ ହବ ନାହିଁ ଓଡିଶାରେ ହବ ନାହିଁ ଆଉ କୋଉଠି ହଉଛି ହଉ ଓଡିଶା କିନ୍ତୁ ଓଡିଶାରେ ହବ ଆଜ୍ଞା ନାହିଁ ଓଡିଶାରେ ପୁଣି ସେଇ ନବୀନ ନିଶ୍ଚିତ ସରକାର ଓଡିଶାରେ ପୁଣି ସେଇ ଶଙ୍ଖ।
ନିଶ୍ଚିତ ଭାବରେ ଆଜ୍ଞା, ନିଶ୍ଚିତ ଭାବରେ ଯାହା ବି ହବ ଭଲ ହିଁ ହବ। ଯିଏ ବି ଆସନ୍ତୁ ଭଲ କାମ କରନ୍ତୁ, ଆଉ ନିଶ୍ଚିତ ଭାବରେ ଏଇଭଳିଆ ରହୁ, ଆଉ ଚାଲିଛି ଯାହା ଭଲ ହିଁ ଚାଲୁ। ଭଲ ଚାଲୁ, ହୁଁ। କିନ୍ତୁ ଓଡିଶାରେ କେବେ ବିଜେପି ସ୍ୱପ୍ନ ନ ଦେଖୁ ଓଡିଶାରେ ସରକାର କରିବ ବୋଲି। ଆପଣ ଆଜ୍ଞା କାର୍ଯ୍ୟାଳୟରୁ ଆଜ୍ଞା ଆଜ୍ଞା। କହୁଛନ୍ତି ନା ଆପଣ ଏମ୍ପ୍ଲୟି? ହଁ ନା ମୁଁ ଏମ୍ପ୍ଲୟ, ବଟ୍ ହଁ ସେଇଟା କର୍ମୀ ବି ଭାବି ନିଅନ୍ତୁ। ହେଇପାରନ୍ତି, ଏମିତି କର୍ମୀ ବି ହେଇପାରନ୍ତି ଯିଏ ଏମ୍ପ୍ଲୟ। ହଁ ବିଜେପି କାର୍ଯ୍ୟାଳୟରେ ଯୋଉମାନେ ଚାକିରି କରିବେ ସେ ବିଜେପି କର୍ମୀ ହେଇଥିବେ ନା, ଆଉ ନହେଲେ କଣ ବିଜେଡି ବାଲା ଯାଇକି ସେଠି ଚାକିରି କରିବେ? ନା ନା ନିଶ୍ଚିତ ନା ଆପଣ ଜଣେ ସେମିତି ବି କର୍ମୀ ନୁହନ୍ତି ହେଇଥିବେ। ମୋ କଥା କି ଯଦି ଗ୍ରହଣୀୟ ହେଇଥିବ ତାହେଲେ ଆପଣ ଉପର ଲେବୁଲକୁ ହଁ ପଠାନ୍ତୁ। ଆପଣଙ୍କ କଥା ଗ୍ରହଣୀୟ, କଲ୍ ବି ରେକର୍ଡ ହଉଛି ହଁ, ଆପଣଙ୍କର, ନିଶ୍ଚିତ ସେଇଟା ଭାବରେ ଉପର ଉପର ଲେବଲକୁ ଲେବୁଲକୁ ଯିବ। ପଠାନ୍ତୁ। ମୁଁ ଯଦି ଠିକ ହୁଁ କହିଛି ତାହେଲେ ପଠାନ୍ତୁ। ମୋର ଆଉ କିଛି ହୁଁ ମନ୍ତବ୍ୟ ଆପଣଙ୍କ ଦବାରେ ନାହିଁ। ଆପଣଙ୍କ ଫିଡବ୍ୟାକ୍ ବି ଲେଖିକି ମୁଁ ଚାହିଁଲେ ପଠେଇ ବି ପାରିବି, ନିଶ୍ଚିତ ନିଶ୍ଚିତ ଭାବରେ ପଠାନ୍ତୁ, ଯାହା ବି ନିଶ୍ଚିତ ହୁଁ ପଠାନ୍ତୁ। ମୁଁ ଯାହା କଲି ନିଶ୍ଚିତ ନିଶ୍ଚିତ। ପଠାନ୍ତୁ।